प्रभु जीशुଙ୍କ ନାମରେ ସମସ୍ତଙ୍କୁ ପ୍ରେଜ୍ ଲର୍ଡ ନମସ୍କାର। ଆଜି ଆମେ ଏକ ମୁଖ୍ୟ ପ୍ରସଙ୍ଗ ତାହା ହେଉଛି ପରମେଶ୍ୱର କାହିଁକି ଗୁପ୍ତ ଭାବରେ ରୁହନ୍ତି ବା ମାନେ ଲୁଚି ଅଛନ୍ତି, ଗୁପ୍ତ ଅଛନ୍ତି। ଯଦିବା ଜଗତରେ ଅନେକ ବିଷୟ ଗୁଡ଼ାକ ଘଟେ, ତାଙ୍କର ଲୋକମାନେ ଅଛନ୍ତି, ତଥାପି ପରମେଶ୍ୱର କାହିଁକି ଦେଖାଯାଆନ୍ତି ନାହିଁ, ଗୁପ୍ତ ଅଛନ୍ତି? ଏ ବିଷୟ ଅନେକ ଲୋକମାନେ ପ୍ରଶ୍ନ କରିଥାନ୍ତି, ମଧ୍ୟ ପ୍ରଶ୍ନ ଉପୁଜିଥାଏ ଆମ ହୃଦୟରେ, ଆମ ମନରେ। ଆଜି ଆମେ ଏ ବିଷୟକୁ ଚିନ୍ତା କରିବା। Why God is so hidden? Is it true that God is hidden? Is he hidden really? ଏ ବିଷୟ ଆଜି ଆମେ ଆଲୋଚନା କରିବା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, କେତୋଟି କାରଣ ମୁଁ ଆପଣଙ୍କୁ କହିବି ଯଦ୍ୱାରା ପରମେଶ୍ୱର ଗୁପ୍ତ ଅଛନ୍ତି ବା ଗୁପ୍ତରେ ଲୁକାୟିତ ଭାବରେ ଅଛନ୍ତି। ପ୍ରଥମ କାରଣ ଫ୍ରି ୱିଲ୍, ସ୍ୱାଧୀନ ଇଚ୍ଛା। ଫ୍ରି ୱିଲ୍ କ'ଣ କି ପରମେଶ୍ୱର ଚାହାନ୍ତି ତାଙ୍କ ସହିତ ଆମେ ପ୍ରକୃତ ଜେନୁଇନ୍ ରିଲେସନସିପ୍ ହଉ। ବାଧ୍ୟବାଧକତା ଭାବରେ ଫୋର୍ସଫୁଲି ଆମେ ତାଙ୍କର ଆଜ୍ଞାବହ ହେବା, ଏହା ସେ ଚାହାନ୍ତି ନାହିଁ। ସେ ଚାହାନ୍ତି ମନୁଷ୍ୟମାନେ ତାଙ୍କର ସ୍ୱଇଚ୍ଛାରେ ଈଶ୍ୱରଙ୍କ ସହିତ ସଠିକ୍ ସମ୍ପର୍କ ସ୍ଥାପନ କରନ୍ତୁ। ଏହା ଗୋଟିଏ କାରଣ ଅଟେ ଯେଉଁଥିରେ ପରମେଶ୍ୱର ନିଜକୁ ଗୁପ୍ତ କରି ରଖିଅଛନ୍ତି ବା ଆପଣଙ୍କୁ ହିଡେନ୍ କରିଅଛନ୍ତି। ଦ୍ୱିତୀୟ କାରଣ ହେଉଛି ବିଶ୍ୱାସର ଆବଶ୍ୟକତା। ବିଶ୍ୱାସର ଆବଶ୍ୟକତା ମାନେ ପରମେଶ୍ୱର ଦୃଷ୍ଟି ଚାହାନ୍ତି ନାହିଁ, ସେ ବିଶ୍ୱାସକୁ ଚାହାନ୍ତି। ନଟ୍ ସାଇଟ୍ ବଟ୍ ଫେଥ୍। ଦୃଷ୍ଟି ନୁହଁ ସେ ଆମକୁ ପ୍ରକଟ କରିବେ, ଆମେ ତାଙ୍କୁ ଦେଖି ବିଶ୍ୱାସ କରିବା, ଏଇଟା ନୁହେଁ। ଯଦି ବା ସେ ଗୁପ୍ତ ଅଛନ୍ତି, ସେ ଚାହାନ୍ତି ଯେ ଆମେ ତାଙ୍କୁ ନ ଦେଖିଲେ ହିଁ ତାଙ୍କୁ ଆମେ ବିଶ୍ୱାସ କରୁ। ଦୃଷ୍ଟି ଚାହାନ୍ତି ନାହିଁ, ସେ ଆମଠାରୁ ବିଶ୍ୱାସ ଚାହାନ୍ତି। ଏହା ଗୋଟିଏ କାରଣ ଅଟେ। ଏବ୍ରି ପୁସ୍ତକ 11:1-3 ଆମେ ଦେଖୁଛୁ ବିଶ୍ୱାସର ଫାଉଣ୍ଡେସନ୍ସ। ଅନେକ ଲୋକ ବିଶ୍ୱାସରେ ବଞ୍ଚିଛନ୍ତି। ଯଦି ବା ପରମେଶ୍ୱରଙ୍କୁ ଦେଖିନାହାନ୍ତି ଅନେକ ଲୋକମାନେ, ବଟ୍ ଅନୁଭବରେ, ବିଶ୍ୱାସରେ, ଏକ୍ସପିରିଏନ୍ସରେ, ଫେଥରେ ସେମାନେ ପ୍ରଭୁଙ୍କ ଠାରେ ବିଶ୍ୱାସରେ ବଢ଼ିଅଛନ୍ତି। ଏବଂ ତୃତୀୟ ବିଷୟ ହେଉଛି ସର୍ବଭୌମତ୍ୱର ରହସ୍ୟ, ମିଷ୍ଟରୀ ଅଫ୍ ସଭରେନିଟି। ପରମେଶ୍ୱରଙ୍କର ପଥ ଉଚ୍ଚରେ ଥାଏ। ଆମମାନଙ୍କର ଚିନ୍ତା ଭାବନା ଠାରୁ ପରମେଶ୍ୱରଙ୍କର ଚିନ୍ତା ଭାବନା, ତାଙ୍କର ପଥ ଅତି ଉଚ୍ଚରେ ଥାଏ। ଯେଶାୟା ପୁସ୍ତକ 55:8-9 ଉଲ୍ଲେଖ କରାଯାଉଛି। ଆଉ ପରମେଶ୍ୱର ମନୁଷ୍ୟ ନୁହନ୍ତି ଯେ ଆମେ ଯେମିତି ଇଚ୍ଛା କରିବା, ଯେମିତି ଚାହିଁବା ତଦନୁସାରେ ସେ କାର୍ଯ୍ୟ କରିବେ। ତାଙ୍କର ସର୍ବଭୌମତ୍ୱତା, ଈଶ୍ୱରୀୟତ୍ୱତା, ମହାନତା ମନୁଷ୍ୟ ଠାରୁ ଉଚ୍ଚ ଅଟେ। ସେ ଉଚ୍ଚରେ, ତାଙ୍କର ପଥ ସକଳ ଉଚ୍ଚ। ତାଙ୍କର ସକଳ ବିଷୟ ଗୁଡ଼ାକ ମନୁଷ୍ୟ ବିଷୟ ଠାରୁ ପୃଥକ ଅଟେ। ତେଣୁ ଏହି ତିନୋଟି ସମ୍ଭାବ୍ୟ କାରଣ ହେତୁ ଈଶ୍ୱର ଗୁପ୍ତ କରିଅଛନ୍ତି ଆପଣଙ୍କୁ ବା ଲୁଚାଇ ଅଛନ୍ତି, ହିଡେନ୍ କରିଅଛନ୍ତି। କିନ୍ତୁ ପ୍ରକୃତ ବିଷୟ ଏହା ଯେ ବାଇବେଲ ଆମ୍ଭମାନଙ୍କୁ କହେ ଈଶ୍ୱର ଆପଣାକୁ ପ୍ରକାଶ ମଧ୍ୟ କରିଅଛନ୍ତି। ଈଶ୍ୱର ଆପଣାକୁ ପ୍ରକାଶ ମଧ୍ୟ କରିଅଛନ୍ତି। ସେ ଆପଣାକୁ ହିଡେନ୍ କରିନାହାନ୍ତି, ସେ ଆପଣାକୁ ଗୁପ୍ତ ହିଁ କରି ରଖିନାହାନ୍ତି, ବରଂ ସେ ପ୍ରକାଶ ମଧ୍ୟ କରିଅଛନ୍ତି। ଯେଶାୟା ପୁସ୍ତକ 45:15 ଆମେ ଯଦି ପଠନ କରିବା,
ଯଦିବା ସେଠାରେ ଈଶ୍ୱର ନିଜକୁ ମାନେ ଈଶ୍ୱର ଆତ୍ମା ଗୋପନକାରୀ ବୋଲି ଲେଖାଯାଇଅଛି, ପରିପ୍ରକାଶ କରନ୍ତି, କିନ୍ତୁ ସେ ଆପଣାକୁ ପରିପ୍ରକାଶ କରିଅଛନ୍ତି। ଯଦିବା ସେ ଆତ୍ମା ଗୋପନକାରୀ ଈଶ୍ୱର ଅଟନ୍ତି, କିନ୍ତୁ ସେ ଆପଣାକୁ ପରିପ୍ରକାଶ କରିଅଛନ୍ତି। ଈଶ୍ୱରଙ୍କର ପ୍ରକାଶନ ଦୁଇ ପ୍ରକାର ଥାଏ। ଗୋଟେ ହେଉଛି ନ୍ୟାଚୁରାଲ ରେଭୁଲେସନ୍, ଆଉ ଗୋଟେ ହେଉଛି ସ୍ପେସିଆଲ ରେଭୁଲେସନ୍। ପ୍ରାକୃତିକ ପ୍ରକାଶନ ଏବଂ ସ୍ୱତନ୍ତ୍ର ପ୍ରକାଶନ। ଈଶ୍ୱର ଯଦିବା ଆତ୍ମା ଗୋପନକାରୀ ଆପଣାକୁ ଆବରଣୀୟ ସ୍ୱରୂପେ ସେ ଗୁପ୍ତ କରି ରଖିଅଛନ୍ତି, ତଥାପି ଏହି ଦୁଇଟି ନେଚର ଯାହା ମୁଁ କହିଲି, ନ୍ୟାଚୁରାଲ ଆଣ୍ଡ ସ୍ପେସିଆଲ ରେଭୁଲେସନ୍ ଦ୍ୱାରା, ପ୍ରକାଶନ ଦ୍ୱାରା ସେ ଆପଣଙ୍କୁ ପ୍ରକାଶ କରିଛନ୍ତି। ନ୍ୟାଚୁରାଲ ରେଭୁଲେସନ୍ କହିଲେ ପ୍ରକୃତି ଦ୍ୱାରା ଈଶ୍ୱର ଆପଣଙ୍କୁ ପ୍ରକାଶ କରିଅଛନ୍ତି। ଯଦି ଆମେ ଏହି ପ୍ରକୃତିକୁ ଦେଖିବା, ଏ ସୃଷ୍ଟିକୁ ଦେଖିବା, ଏ ସୃଷ୍ଟି ଈଶ୍ୱରଙ୍କର ମହିମା ବର୍ଣ୍ଣନା କରେ। ଆମେ ଈଶ୍ୱରଙ୍କର ପରିଚୟ ପାଇବା। ଏ ସମୁଦ୍ରକୁ କିଏ ନିର୍ମାଣ କଲେ? ପାହାଡ଼କୁ କିଏ ନିର୍ମାଣ କରିଛନ୍ତି? ସୂର୍ଯ୍ୟ, ଚନ୍ଦ୍ର, ତାରକା, ନକ୍ଷତ୍ର ଗଣକୁ କିଏ ନିର୍ମାଣ କଲେ? ଏ ପ୍ରକୃତି ଆମକୁ ପରିଚୟ ଦିଏ ଯେ ଈଶ୍ୱର ନିର୍ମାତା, ସେ ଆପଣଙ୍କୁ ପରିପ୍ରକାଶ କରିଅଛନ୍ତି ବୋଲି। ଗୀତ ସଂହିତା 19:1-3 ଯାଏ ଯଦି ଆମେ ପଠନ କରୁ, ତହିଁରେ ଆମେ ବୁଝିପାରିବା। ସେ ପ୍ରକାର ଶାସ୍ତ୍ର ଦ୍ୱାରା ମଧ୍ୟ, ଶାସ୍ତ୍ର ଦ୍ୱାରା ମାନେ ଈଶ୍ୱରଙ୍କର ବାକ୍ୟ, ଏ ଯେଉଁ ଶାସ୍ତ୍ର ଆମଠାରେ ଅଛି, ଏହି ଶାସ୍ତ୍ର ଦ୍ୱାରା, ଏହି ବାକ୍ୟ ଦ୍ୱାରା ସେ ନିଜକୁ ପରିପ୍ରକାଶ କରିଅଛନ୍ତି। ଯଦି ଆମେ ବାକ୍ୟକୁ ପଠନ କରୁ, ତେବେ ଆମେ ଈଶ୍ୱରଙ୍କର ପ୍ରକାଶନ, ଉପସ୍ଥିତି ଏବଂ ତାଙ୍କରି ସକଳ ବିଷୟକୁ ଆମେ ପ୍ରାପ୍ତ ହୋଇଥାଉ। ଗୁପ୍ତ କିଛି ରହିନଥାଏ, କୌଣସି ବିଷୟ ଗୁପ୍ତ ନୁହଁ। ସେ ଆମକୁ ତାଙ୍କ ବାକ୍ୟ ମାଧ୍ୟମରେ ସମସ୍ତ ବିଷୟ ପ୍ରକାଶ କରିଅଛନ୍ତି। ଆଉ ଗୋଟିଏ ପ୍ରକାଶନ ତାଙ୍କର, ଯେଉଁଟାକି 2 ତିମୋଥୀ 3:16-17 ଅନୁସାରେ ବାକ୍ୟ ବିଷୟରେ ଉଲ୍ଲେଖ କରାଯାଇଛି, ସେ ବାକ୍ୟ ଦ୍ୱାରା ପ୍ରକାଶିତ ହୋଇଅଛନ୍ତି। ଆଉ ଗୋଟିଏ ବିଷୟ ହେଉଛି, ଈଶ୍ୱର ନିଜକୁ ଗୁପ୍ତ ରଖିନାହାନ୍ତି, ସେ ପ୍ରକାଶ କରିଅଛନ୍ତି ନିଜ ପୁତ୍ର ଯୀଶୁଙ୍କ ଦ୍ୱାରା। ତେଣୁ ଯୀଶୁ କହିଲେ ଯେ ମୋତେ ଦେଖିଅଛ, ସେ ପିତାଙ୍କୁ ଦେଖିଅଛି। ଯୋହନ 14:9 ଅନେକ ପଦପର୍ବ ଗୁଡ଼ାକ ଅଛି। ଯୀଶୁଖ୍ରୀଷ୍ଟ ଦେହବନ୍ତ ହେଲେ ଯୋହନ ପୁସ୍ତକ 1:14 ଆମେ ଦେଖୁଛୁ। ଏବଂ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଯେଉଁ ପ୍ରକାଶିତ ହେଲେ, ସେଇଟା ହେଉଛି ସ୍ପେସିଆଲ ରେଭୁଲେସନ୍। ଈଶ୍ୱର ଆପଣଙ୍କୁ ଗୋପନ କରି ରଖିନାହାନ୍ତି, ବଟ୍ ସେ ଆପଣଙ୍କୁ ପରିପ୍ରକାଶ କରିଅଛନ୍ତି। ତ ଏହା ଥିଲା ଏକ ବିଶେଷ ବିଷୟ, ଯେଉଁଟାକି ଯୀଶୁଖ୍ରୀଷ୍ଟ କେତେକ କାରଣବଶତଃ ଏକ କ୍ଷେତ୍ରରେ, ଏକ ପାର୍ଶ୍ୱରେ ସେ ଗୋପନୀୟ ଭାବରେ ଅଛନ୍ତି, କିନ୍ତୁ ପ୍ରକୃତ ବିଷୟ ଏହା ଯେ ସେ ଆପଣଙ୍କୁ ପ୍ରକାଶ କରିଅଛନ୍ତି। ଆମେ ଏହା ନ ଭୁଲୁ। ପ୍ରଭୁ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରକାଶିତ ହୁଅନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ।